ଜାଣିନି ସେ ବେଳ କୁଆଡ଼େ ପଳେଇଲା। ଯେତେ ଖୋଜିଲେ ବି ପାଉନି ସେ ସମୟ ସେ ଲୋକ। ହୁଏତ ସେ ସବୁ ବୋଧେ ସ୍ୱପ୍ନ ପରି ଲିଭିଗଲା। ସେ ସମୟର ଖରା ଦିନ ଥିଲା ଅତି ନିଆରା। ନା ଥିଲା ଏସି, ନା ଥିଲା କୁଲର, ନା ପିଇବା ପାଇଁ ଥିଲା ଫ୍ରିଜ ପାଣି। କିନ୍ତୁ ପ୍ରକୃତିରୁ ମିଳୁଥିବା ଜିନିଷ ଥିଲା ଅତି ନିଆରା। ଆଇସ୍କ୍ରିମ୍ ଡାକି ଡାକି ଆଇସ୍କ୍ରିମ୍ ବାଲା ଗାଁ ଭିତରକୁ ପଶିଲା ବେଳକୁ ଲାଗେ ସତେ ଯେମିତି ସ୍ୱର୍ଗର ଆନନ୍ଦ ପ୍ରାପ୍ତି ହୋଇଛି କି ଆଉ। ସେଇ ସମୟରେ ଦୌଡ଼ି ଯାଏ ମା ପାଖକୁ। ମା, ମୋତେ କିଛି ପଇସା ଦେ ନା, ମୁଁ ଆଇସ୍କ୍ରିମ୍ ଖାଇବି। ଆଗେ ତ ମା ମନା କରିଦିଏ, ନା ନା ଆଇସ୍କ୍ରିମ୍ ଖାଇବନି ବୋଲି କହିଦିଏ। କିନ୍ତୁ ସେଇ ଛୋଟବେଳର ପିଲାଳିଆମି ମନଟା ଜମା ବି ମାନେ ନା। ସିଧା ଦୌଡ଼ିଯାଏ ଜେଜେମା ପାଖକୁ। ମା'ର ବାରଣ ସତ୍ତ୍ୱେ ମଧ୍ୟ ଜେଜେମା ପାଖରୁ ପଇସା ଆଣି ସିଧା ଦୌଡ଼ିଯାଏ ଆଇସ୍କ୍ରିମ୍ ବାଲା ପାଖକୁ। ଜାଣିନି ସେ ସମୟର ଦୋଷ ପାଇଁ ନା ମୋ ଦୋଷ ପାଇଁ। ଆଜି ହୁଏତ ମୋ ଜେଜେମା ସିନା ହଜିଯାଇଛି, କିନ୍ତୁ ତାର ପ୍ରତ୍ୟେକଟି ସ୍ମୃତି ଆମ ମନରେ ବହିର ଗୋଟିଏ ଗୋଟିଏ ପୃଷ୍ଠା ପରି ରହିଯାଇଛି। ସେ ସମୟରେ କାନ୍ଦିବା ପାଇଁ ତ କିଛି କାରଣ ନଥିଲା, ହେଲେ ଆମେ କାନ୍ଦିବା ପାଇଁ ପ୍ରତ୍ୟେକଟି କାରଣ ଖୋଜୁଥିଲୁ। କାରଣ କାଳେ କାନ୍ଦିଦେଲେ ଆମ କାନ୍ଦିବାକୁ ଦେଖି ହୁଏତ କିଏ ଆମ ପ୍ରତ୍ୟେକ ଜିଦିକୁ ପୂରଣ କରିପାରିବ କି? ମନରେ ପ୍ରଶ୍ନ ଆସେ, କାହିଁକି ହେଲୁ ଆମେ ଏତେ ବଡ଼? ଏହାଠାରୁ ବହୁତ ଭଲ ଥିଲା ମୋର ସେ ଛୋଟବେଳ। ସକାଳର ଦୃଶ୍ୟରୁ ଆରମ୍ଭ କରି ରାତିରେ ଜହ୍ନମାମୁଁ ପର୍ଯ୍ୟନ୍ତ, ସ୍କୁଲରେ ସାଙ୍ଗ ସାଙ୍ଗରେ କଟିମିଟିରୁ ଆରମ୍ଭ କରି ସେଇ ସାଙ୍ଗମାନଙ୍କର ସହିତ ଟିଫିନ୍ ସେୟାର କରିବା ପର୍ଯ୍ୟନ୍ତ, ଘରେ ଭାଇ ସାଙ୍ଗରେ ଝଗଡ଼ାରୁ ଆରମ୍ଭ କରି ମା ପାଖରୁ ମାଡ଼ ଖାଇବା ପର୍ଯ୍ୟନ୍ତ, ବାପାଙ୍କ କୋଳରେ ବସି ବୁଝେଇଲା ପର୍ଯ୍ୟନ୍ତ ବି ଜାଣିନି ସେ ଛୋଟବେଳ କୁଆଡ଼େ ପଳେଇଲା। ହୁଏତ ସେସବୁ ରାତିର ସ୍ୱପ୍ନ ପରି ଲିଭିଗଲା। ଭୁଲିକି ପାରୁଛି ସେ ଅଭୁଲା ସ୍ମୃତି ଆଜି, ନା ଭୁଲି ପାରୁଛି ମୁଁ ସେ ବାଲିଘର? ଜାଣିନି ଆଜି କାହିଁ ସବୁ ସ୍ୱପ୍ନ ପରି ଲାଗୁଛି ବି ମୋତେ ଭାରି ଡର। ଗଣିତ ଇଂଲିଶରେ ତ ମୋର ଜ୍ଞାନ ନଥିଲା, ସେଥିପାଇଁ ସ୍କୁଲ ଯିବାକୁ ମୋତେ ଲାଗେ ଭାରି ଡର। କ୍ଲାସରେ ବି ମୁଁ ଜମା ହୁଏନି ଫାଷ୍ଟ, ଆଉ ଜମା ଲାଷ୍ଟ ବି ମୁଁ ହୁଏନି। କିନ୍ତୁ ଘରେ ସମସ୍ତେ କୁହନ୍ତି ତୋ ଠାରୁ ପରା ତାଙ୍କ ପିଲା ଫାଷ୍ଟ। ଆଜି ବି ମନେ ଅଛି ସେଇ ପିଲାଦିନର କଥା। ଗାଁରେ ରହିଲେ ମାନିବାକୁ ପଡ଼ୁଥିଲା କେତେ କେତେ ଯେ ପ୍ରଥା। ସତରେ ଯଦି ସମୟକୁ ପଛକୁ ନେଇ ହୁଅନ୍ତା ନା, ନେଇଯାଆନ୍ତି ମୁଁ ମୋର ସେଇ ପିଲାଦିନକୁ, ଫେରିଯାଆନ୍ତି ମୁଁ ମୋର ସେଇ ମା କୋଳକୁ। ଯେତେ ବି ଦୁଷ୍ଟାମି କରେ ନା କାହିଁକି, ମା ସବୁବେଳେ କହେ ତୁ ପରା ମୋର ସୁନାମୁଣ୍ଡା। ଘରେ ଯେଉଁଦିନ ଆମିଷ ହୋଇଥାଏ ନା, ଜାଣିନି କାହିଁକି ମୋତେ ସେଦିନ ଅଧିକ ଭୋକ ଲାଗେ। ସେଥିପାଇଁ ମୋ ମା ତା ଭାଗରୁ ମୋ ପାଇଁ ତରକାରୀ ରାତି ପାଇଁ ରଖେ। ଆଜି ହୁଏତ ମୋ ପାଖରେ ସବୁ କିଛି ଅଛି, କିନ୍ତୁ ସେଇ ସମୟର ଶାନ୍ତି ଟିକେ ନାହିଁ। ଜାଣିନି ସେ ବେଳ କୁଆଡ଼େ ଗଲା, ଯେତେ ଖୋଜିଲେ ବି ପାଉନି। ହୁଏତ ସେସବୁ ବୋଧେ ସ୍ୱପ୍ନ ପରି ଆଜି ଲିଭିଗଲା। ଜାଣିନି ସେ ବେଳ କୁଆଡ଼େ ସବୁ ହଜିଗଲା।